एमिति की राष्ट्रपति भी हेलेनी मु भी पाठ पढ़ी बड़ा मनीष हेबी कम से कम तमाम भली मूर्ख तो हबनी तेलती शांति अंबिका परी अपाठ तो हबनी ना टिके तो देखि परिबो चिट्ठी पत्र खंडे पढ़ी परिबो तमे को कामटा करूछ कहिला कहलो कहलो इते करे रे अरे बड़े बड़े कथा कहू तो चारि ता छुआर ना एमिति केउ सुख पाइछ मरद पोटे होई केबे काठ खंडे की कोली पत्रते घर पानी करता ना धरी रहने घरे बसे राणी वाला खाई दादा बसी खाइबार सपन देखाउछि काम नाही दाम नाही कोइला कोना बसी खाउछि अरे जा जा सहित मोर बकर बकर हेबाक समय नाही जा जा को तू सभा चलले कते कहलो कि दिन तमन पड़े उगान हे दिबो राति रे आसी को गर्जन छाड़े गाउसा दिबो एला त के बाते कौन कहलो कौन कहलो असुविधा ने हां दिबो पके जमिति पिला को बोई पटा के ना ड्रेस हबनी सब तो गोपा को चकर दो तोर ले बाबू अरे बेटी जुआर आ गया आए होते पड़ा ए सब बारंगा पिला के सब ऐसे स्कूल दौड़ एपरे घरे काम करबा के नतिला रे ए स्कूल दौड़ले के जाया मते बोलो छियो
ଚାଲାକ ଅଛି। ସେ ସ୍କୁଲ ଗଲେ ଭଲ ପାଠ ପଢିବ, ତମ ଗାଁର ଟେକ ରଖିବ। ସେ ପାଠ ସାଠର କାହାର ବେଲେ ଆଜ୍ଞା ଝିଅ ପିଲାଟା ହାତକୁ ଦିଆଜ କରିଦେଲେ ଆମ କାମ ଶେଷ। କେମିତି ତମର ବଜାଇ ଅଛି, ଜଲ୍ଦି ବିଦା କରିଦେଲେ ହାଲୁକା ହୋଇଯିବ। ମତେ ସେସବୁ କିଛି ଜଣା ନାହିଁ। ଝିଅ ଝିଅ ସେ ମୋର ପୁଅ ହେଇଯିବ। ବାବୁ ଏସବୁ କଥା ଠିକ ନୁହଁ। ତମ ଆମ ସମୟ ଅଲଗା ଥିଲା, ଏବେ ଆଉ ସେ ସମୟ ନାହିଁ। ଯୁଗ ବଦଳିଗଲାଣି, ପାଠ ପଢିବା ଶିଶୁମାନଙ୍କର ଅଧିକାର ହେଲାଣି। ମାଗଣା ବହି, ମାଗଣା ଖାଦ୍ୟ ଯୋଗାଇ ଦେଲେଣି। ଝିଅ ପିଲାଙ୍କୁ ମାଗଣା ଡ୍ରେସ ଦଉଛନ୍ତି, ଜୋତା ଦଉଛନ୍ତି। ଆମ ଝିଅ ରାଇମତୀ ମଧ୍ୟ ଆପଣଙ୍କ ସ୍କୁଲରେ ସୁବିଧା ପାଇଛି। ଖାଲି ସେତିକି ନୁହେଁ ରାଇମା, ଆମ ଦେଶର ବିକଳାଙ୍ଗ ପିଲାଙ୍କ ପାଇଁ ସରକାରଙ୍କ ଚିନ୍ତାଧାରା କିଛି କମ୍ ନୁହଁ। ସେ ଝିଅ ହଉ ବା ପୁଅ ହଉ, ପାଠ ପଢିବା ସମସ୍ତଙ୍କର ଅଧିକାର ହେଲାଣି। ଏଇ ତମ ଗାଁ ମିନା କଥା ଦେଖୁନା, କେଉଁ ପୁଅ ପିଲା କଥା ସରିବ, ଏଡ଼େ ବକ ପିଲାଟିଏ ଗାଁ ସୁଧାରିବାରେ ବ୍ୟସ୍ତ। ଗୌରବ ରାଇମତୀ ସବୁବେଳେ ତା କଥା କହେ, ତାକୁ ଦେଖି ତାର ଆଗ୍ରହ ବଢିଯାଏ। ମିନା ପରି ହେବାକୁ ଚେଷ୍ଟା କରେ। ମୁଁ କିଛି ଜାଣେ ନାହିଁ, ଜାଣେ ମୋର ବେଳ ହେଲାଣି। ସଞ୍ଜବେଳେ ଆସିଲେ ଦଶ ଦେଖା ଦେଖିବ। ଆରେ ମାଧବ ବାବୁ, ମାଧବ ବାବୁ, କଥା କଣ କି ରାଇମା, ରାଇମତୀ କେବେ କେବେ ସ୍କୁଲ ଆସୁନି। ସେ କେମିତି ନିୟମିତ ସ୍କୁଲ ଆସିବ ସେ କଥା ବୁଝିବାକୁ ଆସିଥିଲି। ଖେଳ ବାଟି ଖେଳି ଯିବା। ତମର ପଣତ ସବୁ ମେଳିଦେଲାଣି କି? ମୁଁ ପରା ମାଷ୍ଟରୀ ଯାଇଛି। ଆରେ ହଁ ତ ଚାଲ ଚାଲ। ଆରେ ରା ଖେଳିବ ଯଦି ଠିକରେ ଖେଳ, ନହେଲେ ମୁଁ ଚାଲିଲି ମାଛ ଧରିବାକୁ। ଚାଲ ଆଉ ଥରେ ଖେଳିଦେବା। ଅଜୁକୁ ଜୟ କରିକି ଛାଡ଼ିବି ନା କୁଆଡେ ଯିବ? ମତେ ମୋଟେ ଭଲ ଲାଗିବନି। ହେଲା ବାବା, ଜଲ୍ଦି ଜଲ୍ଦି ଖେଳ। ଏବେ ସରିଲେ ଯେମିତି ସ୍କୁଲକୁ ଯାଇ ପାଠ ପଢିବ ତ। ତୁ କଣ ପାଠୁଆ ପିଲା ଯେ ସ୍କୁଲ କଥା କହୁଛୁ? ଆରେ ସେ ତ ମୁଣ୍ଡାଟାରେ ମୁଁ କହୁଛି ଯେ ସ୍କୁଲ ଯିବାକୁ ଡରି ପାଠ ଛାଡ଼ିବ। ପାଠ ପଢିବ, ମଧ୍ୟରୁ ପ୍ରମୋଶନ ପାଇବ। ଧନ ନେଲେ ମାଛ ଧରିବାକୁ ଯିବା। ହଁ ହଁ ସବୁ ଉଡ଼ାରେ ଧରିଥା, ମୁଁ ରାଜୁ ଚାହିଁଲେ ଆସୁ। କଥା କଣ? ହଁ ଜାମା ଖଣ୍ଡେ ପିନ୍ଧିଛୁ ଯେ କଥା କଣ କି? ମୁଁ ଭାବୁଥିଲି
सेमती किसी नुह जे तू स्कूल जा देखी मोर भी भारी इच्छा होची तो संगे स्कूल जीवा पाए बुढ़ा ना बड़े पाठ मारी ले बाबा देखता ना रे बाबू तो एटी बाटी खाऊ खा नहीं